ଚାଷୀ ଭାଇ ମାନେ ସରକାର ଦଉଛନ୍ତି ଏଇ ଜାଗାରେ ଆପଣ ମାନଙ୍କୁ ବତକ ଚାଷ ପାଇଁ 2.2 lakhs and 2.6 lakhs ର ପ୍ରୋଜେକ୍ଟ ଏଇଠି ଦେଖିପାରୁଥିବେ। ଏଇ ଜାଗାରେ ଆପଣଙ୍କର ସେମି କମର୍ସିଆଲ ଆପଣଙ୍କର ଡକ୍ ଫାର୍ମିଂ ପାଇଁ ସରକାର ତରଫରୁ ଆପଣଙ୍କ ସବସିଡି ଆମାଉଣ୍ଟ ରହୁଛି। ତ ଏଇ ଯୋଉ ସବସିଡି କେମିତି ପାଇବେ ସରକାର ତରଫରୁ, ସରକାରକୁ ଟଙ୍କା ଗୋଟେ ଦେବାର କୌଣସି ଆବଶ୍ୟକତା ନାହିଁ। ଚାଲନ୍ତୁ ଏ ଉପରେ ଡିସ୍କସନ କରିବା। ଚାଷୀ ଭାଇ ମାନେ ଏହି ଯୋଉଟା ରହୁଛି ଏଇଟା ଆପଣଙ୍କର 1000 ବତକ ପାଇଁ, କିନ୍ତୁ ବତକ ପାଇଁ ସରକାର ଦଉଛନ୍ତି ଏହା ଭାବିକି ଆମେ କରିବା ଦେନ ଆମ ପାଇଁ ଭୁଲ ହେଇଯିବ। ତ ଚାଲନ୍ତୁ ମୁଁ ଆପଣଙ୍କୁ ବତକ ପାଳନ କେମିତି କରିବେ ସେ ଉପରେ ମୁଁ ଆପଣଙ୍କୁ ବତେଇବି। ତାପରେ ଆମେ ଆସିବା ଏଇ ଯୋଜନାରେ କେମିତି ଆମେ ଲାଭ ଉଠେଇ ପାରିବା। ତ ଦେଖନ୍ତୁ ବତକ ପାଳନ କଣ। ଦେଖନ୍ତୁ ଚାଷୀ ଭାଇମାନେ ଏଇଠି ଆମେ ଆଲୋଚନା କରିବା ବତକ ପାଳନ କରିବା ଆଗରୁ ଆମକୁ ବେସିକ ଯୋଉଟା କି ନିହାତି ଭାବରେ ନଲେଜ ଟା ଥିବା ଦରକାର। ଏଇ ନଲେଜ ଯଦି ଆମ ପାଖରେ ନାହିଁ ତାହେଲେ ଆମେ ବତକ ପାଳନକୁ ଓହ୍ଲେଇବାଟା ଆମ ପାଇଁ ମୂର୍ଖାମି। ଦେଖନ୍ତୁ ଏଇଟା ଆମର ଯୋଉ ରହୁଛି ମୁଁ କୃଷକର କାର୍ଯ୍ୟକ୍ରମ, ସବୁଦିନ ମୁଁ ଆପଣଙ୍କୁ ଏଇ ଟାଇପର ଭିଡିଓ ମାନେ ଦଉଛି। ଆପଣଙ୍କୁ ସ୍ୱାଗତ କରୁଛି ମୁଁ କୃଷକ ୟୁଟ୍ୟୁବ ଚ୍ୟାନେଲକୁ। ମୁଁ ହେଲା ସ୍ୱପ୍ନିଲ ଆପଣମାନଙ୍କ ପାଇଁ ନେଇ ଆସିଛି ବତକ ପାଳନ ଉପରେ କିଛି ଶିଖିବା କଥା ଆଉ ଯୋଉଟା ବେସିକ ନଲେଜ ଟା। ଚାଲନ୍ତୁ ଆଲୋଚନା କରିବା। ଚାଷୀ ଭାଇ ମାନେ ବତକ ପାଳନ ପରିଚୟ ମୁଁ ଦେଇ ଦଉଛି। ବତକ ଚାଷ ହେଉଛି ଗ୍ରାମୀଣ ଜୀବିକାର ଏକ ସହଜ ଓ ଲାଭଦାୟକ ଉପାଦେୟ ଯୋଉଟା ଚାଷୀ ମାନେ ଆଗରୁ ପାରମ୍ପରିକ ହିସାବରେ ଆମେ କୃଷି କରି ଆଉଛେ, କିନ୍ତୁ କମର୍ସିଆଲ ୱେରେ ଯୋଉ ଆମେ ପାଳନ କରୁଛେ ତା ପାଇଁ ଏଇ ଜ୍ଞାନଟା ନିହାତି ଦରକାର। ଯେମିତି କି ବତକକୁ ଆମେ ପାଳନ କରିଥାଉ ମାଂସ ଅଣ୍ଡା ଉତ୍ପାଦନ ପାଇଁ, ଉଭୟ ପାଇଁ ଆମେ ପାଳନ କରିଥାଉ। ଏହା ଆପଣଙ୍କର ଚାଷର ଅନ୍ୟ ପକ୍ଷୀ ତୁଳନାରେ ସହଜ, କାରଣ ବତକ ପାଣିରେ ବସବାସ କରି ନିଜ ଖାଦ୍ୟ ନିଜେ ଖୋଇଥାଏ। ଆଉ ଦର୍ଶକ ବନ୍ଧୁ ମାନେ ଏହି ଜାଗାରେ ବତକର ଯୋଉ ରହୁଛି ଆପଣଙ୍କର ରୋଗ ପ୍ରତିରୋଧ ଶକ୍ତି ବି ବହୁତ ଅଧିକା। ଆଉ ଅନ୍ୟ କୁକୁଡା ତୁଳନାରେ ଏମାନଙ୍କୁ ରୋଗ ମଧ୍ୟ ଲାଗିନଥାଏ। ଆଉ ଚାଷୀ ଭାଇମାନେ ଏମାନଙ୍କୁ ଭ୍ୟାକ୍ସିନ ମଧ୍ୟ ଓନ୍ଲି 2ଟା ହିଁ ଭ୍ୟାକ୍ସିନ ଦିଆଯାଇଥାଏ, ଅଧିକା ଭ୍ୟାକ୍ସିନ ଦିଆଯାଏ ନାହିଁ। ତ ବତକକୁ ସ୍ଥାୟୀ ଓ ଆୟ ହୁଏ ଓ ଗ୍ରାମୀଣ ଜୀବିକା ହିସାବରେ ଆପଣଙ୍କ ମହିଳା ମାନେ ଓ ଯୁବକ ମାନେ ନିଜ ଉଦ୍ୟମ ଭାବରେ ଏହାକୁ ଆରମ୍ଭ କରିପାରିବେ। ଆରାମସେ ଆପଣ ଯଦି କିଛି କରୁନାହାନ୍ତି ବା କିଛି ବି ଜବ୍ କରୁଛନ୍ତି ତାହେଲେ ବି ଅସୁବିଧା ନାହିଁ, ଆପଣ ଆରାମସେ ବତକ ପାଳନ କରିପାରିବେ। ଏତେ ଇଜି। ଆଉ ତା ପାଇଁ ଆମର ସରକାର ମଧ୍ୟ ଆମ ସହିତ ଛିଡା ହେଇଛନ୍ତି। ଆଉ ଏହି ଜାଗାରେ ସରକାର ତରଫରୁ ସବସିଡି ମିଳିବାଟା ବି ବହୁତ ଇଜି ହେଇଯାଇଛି। କେମିତି ପାଇବା ତାକୁ ତ ମୁଁ ଆଗକୁ ବତେଇବି। ତ ପ୍ରଥମେ ଜାଣିବା ଏଇ ଯୋଉ ବତକ ରହୁଛି ଚାଷୀ ଭାଇ ମାନେ ଏହା ପାଇଁ ଆମେ ବାସସ୍ଥାନ କେମିତି ବ୍ୟବସ୍ଥା କରିବା। କଣ ବତକ ପାଇଁ କଣ ପାଣି ରହିବା ଜାଗା ନିହାତି ଦରକାର କି ଶୁଷ୍କ ଜାଗା ନିହାତି ଦରକାର, ଏହା ଜାଣିବା ନିହାତି ଦରକାର। ବହୁତ ଚାଷୀ ମାନେ ଭାବନ୍ତି କି ନା ବତକ ଯଦି ରଖୁଛୁ ତାହେଲେ ପୋଖରୀ ଥିବା ନିହାତି ଦରକାର, ବା ମୋ ପାଖରେ ପୋଖରୀ ଅଛି ତ ମୁଁ ବତକ ଚାଷ କରିବାଟା ମୋ ପାଇଁ ଦରକାର ବୋଲି ବହୁତ ଜଣ ଭାବନ୍ତି। ତ ଦେଖିବା ସତରେ କଣ ବତକ ପାଳନ ପାଇଁ ପୋଖରୀଟା ନିହାତି ଦରକାର। ତ ଦେଖନ୍ତୁ ଚାଷୀ ମାନେ ବତକ ମାନେ ସଫା ସୁତୁରା ଓ ଭଲ ଘର ଆବଶ୍ୟକ ତାଙ୍କୁ ପଡିଥାଏ। ଓଦା ଘରଟା ଦରକାର ପଡେ ନାହିଁ। ଘରକୁ ଜଳାଶୟ ପାଖରେ ରଖିଲେ ଭଲ ହୁଏ, କାରଣ ବତକ ପାଣି ବିନା ରହିପାରେନି। ଏହା ସମସ୍ତେ କହନ୍ତି, କିନ୍ତୁ ପାଣି ବିନା ବି ରହିପାରିବ, ତାକୁ ବି ମୁଁ ବତେଇବି ଟିକେ ଗଲା ପରେ। ତ ଚାଷୀ ଭାଇମାନେ ପ୍ରତି ବତକ ପାଇଁ ଆପଣଙ୍କ ଜାଗା ଦରକାର ପଡିବ 3 ରୁ 4 ସ୍କୋୟାର ଫୁଟ ଜାଗା। ମନେକର ଆପଣ 1000 ଆପଣଙ୍କ ବତକ ରଖୁଛନ୍ତି, ଏହି ଜାଗାରେ 1000 ଗୁଣନ ଆପଣ 3 କରୁଛନ୍ତି, ତାହେଲେ 3000 ସ୍କୋୟାର ଫୁଟ ଜାଗାରେ ଆପଣ 1000 ବତକ ଆରାମସେ ରଖିପାରିବେ। ତା ବାଦରେ ଘରର ମାଟିକୁ ଶୁଖିଲା ରଖିବା ପାଇଁ ଆମେ ତଲେ ଧାନର ଯୋଉ ଆମର ରହୁଛି ଚିରା ବା ଧାନର ଯୋଉ ଆମେ ଭୁସା କହୁଛୁ ବା ଜାଲି ଆମେ ଦେଇକି ତାଙ୍କୁ ରଖିପାରିବା। ବହୁତ କମ ଆପଣ ଖର୍ଚ୍ଚ ଆଉ ଅଧିକା ଦିନ ପାଇଁ ଆମେ ଜାଲି ମଧ୍ୟ ବ୍ୟବହାର କରିପାରିବା। ଚାଷୀ ଭାଇ ମାନେ ରାତିରେ ଘର ମଧ୍ୟ ରଖି ଦିନରେ ପାଣିରେ ବତକମାନଙ୍କୁ ଛଡା ଯାଇଥାଏ। ତ ରାତିରେ ଯୋଉ ଆମେ ଘର ରଖିବା ତାକୁ ସବୁ ଶୁଷ୍କ ରଖିବା। ଶୀତ ମାସରେ ବତକ ଫାର୍ମକୁ ସବୁଆଡେ ଘୋଡେଇକି ରଖିବା। ଯଦି ହଉଛି ବତକ ଫାର୍ମରେ ଆମେ ଯୋଉ 100 ପାୱାର ବଲକୁ ଲଗେଇଲେ ବା ରୁମ୍ ହିଟର ଲଗାଉଛୁ ବତକ ଫାର୍ମରେ, ଦେନ୍ ଆହୁରି ବହୁତ ଭଲ। ତ ଚାଷୀ ଭାଇ ମାନେ ଦେଖିବା ଏଇ ଜାଗାରେ ବତକର ପ୍ରଜାତି କୋଉ ବତକ କୋଉ ଉଦ୍ଦେଶ୍ୟରେ ପାଳନ କରିବା ତାହା ମଧ୍ୟ ଆମେ ଜାଣିବା ନିହାତି ଦରକାର। ଯଦି ଜାଣିବା ନାହିଁ ତାହେଲେ ବତକ ଭୁଲ ବ୍ୟବସାୟ କରିଲେ ଅସୁବିଧା ହେଇଯିବ ନା। ଯଦି ଏ ମାଂସ ପାଇଁ ଆମେ ପାଳନ କରୁଥିବା ଅଣ୍ଡା ବତକ କିଣି ଆଣିବୁ, କି ଅଣ୍ଡା ପାଇଁ ପାଳନ କରୁଥିବୁ ମାଂସ ବତକ କିଣି ଆଣିବୁ, ତେଣୁ ଅସୁବିଧା ହେଇଯିବ। ତ ନିହାତି ଭାବରେ ଆମକୁ ଜାଣିବାକୁ ପଡିବ କି ଏହି ଜାଗାରେ ବତକର କୋଉ ପ୍ରଜାତି ଆମେ ପାଳନ କଲେ କୋଉ ଉଦ୍ଦେଶ୍ୟରେ ଆମର ଲାଭ ହେବ। ତ ଚାଷୀ ଭାଇ ମାନେ ଏଇଠି ଆମର ବତକ ପ୍ରକାର ଆପଣଙ୍କ 2ଟି ଉଦ୍ଦେଶ୍ୟ ଆମେ ପାଳନ କରିଥାଉ। ଗୋଟେ ହେଲା ମାଂସ ପାଇଁ, ଆଉ ଗୋଟେ ହେଲା ଅଣ୍ଡା ପାଇଁ। ତ କୋଉଟା ମାଂସ ପାଇଁ ଭଲ କୋଉଟା ଅଣ୍ଡା ପାଇଁ ଭଲ ଦେଖିବା। ଅଣ୍ଡା ପାଇଁ ପ୍ରଜାତି ଗୁଡିକ ହେଲା ଆପଣଙ୍କର ଖାକି କେମ୍ବଲ। ଏହା ବର୍ଷକରେ 300 ରୁ 320ଟି ଅଣ୍ଡା ଦେଇଥାଏ।
ଚାଷୀ ଭାଇ ଡିପେଣ୍ଡ କରିଥାଏ ଆପଣ କୌଣସି ଖାଦ୍ୟ କେମିତି ଦଉଛନ୍ତି, କେମିତି ତାକୁ ରଖିଛନ୍ତି, ତା ଉପରେ ଡିପେଣ୍ଡ କରିଥାଏ କି ଅଣ୍ଡାଟା 320 ପର୍ଯ୍ୟନ୍ତ ବି ପହଞ୍ଚି ଯାଇଥାଏ। ବର୍ଷକୁ 365 ଦିନ, 365 ଦିନରୁ ବି 300 ଅଣ୍ଡା ଦେଲେ କଣ କମ ହେଲା କି? ଦେଖନ୍ତୁ 300 ରୁ 365 ଖାଲି ଓନ୍ଲି 2 ମାସ ହିଁ ରେଷ୍ଟ ନେବ ବର୍ଷକୁ, ସବୁଦିନ ଅଣ୍ଡା ପାଇବେ ଖାକି କ୍ୟାମ୍ବଲରୁ। ତା ସହିତ ଚାଷୀ ଭାଇ ମାନେ ଇଣ୍ଡିଆନ ରନର, ଏହା ଟିକେ ହାଲୁକା ଓ ଅଧିକା ଅଣ୍ଡା ମଧ୍ୟ ଦେଇଥାଏ। ଯଦି ଆମେ କମ୍ପେୟାର କରିବା ଏହା ସହିତ ଦେନ୍ ସେ 20ଟି ଅଣ୍ଡାର ଡିଫରେଣ୍ଟ ରହିଥାଏ। ଆପଣ ଖାକି କେମ୍ବଲ 300 ରୁ 320 ଦିଏ, ଇଏ ଆପଣଙ୍କର 350 ରୁ 380ଟି ଅଣ୍ଡା ଦେଇଥାଏ। ଆଉ ଚାଷୀ ଭାଇମାନେ ଏବେ ତ ମାର୍କେଟକୁ ଆସିଗଲାଣି ଖାକି କେମ୍ବଲ ଆଉ ଇଣ୍ଡିଆନ ରନର କ୍ରସ ବ୍ରିଡ ମଧ୍ୟ। ଆଉ ସେ କ୍ରସ ବ୍ରିଡ ଯଦି ଆପଣ ଚାଷ କରିବେ ତାହେଲେ ଏହି ଜାଗାରେ ସେ କ୍ରସ ବ୍ରିଡ ମଧ୍ୟ ଅଧିକା ଅଣ୍ଡା ଦେବ କମ ସମୟରେ। ଏହି ଯୋଉ ଖାକି କେମ୍ବଲ ଆଉ ଇଣ୍ଡିଆନ ରନରଟା ଆପଣଙ୍କର 6 ମାସରେ ଅଣ୍ଡା ଦେଲେ, ସେ ଆପଣଙ୍କ କ୍ରସ ବ୍ରିଡଟା 5 ମାସରୁ ଅଣ୍ଡା ଦେବ। ଅଣ୍ଡା କେତେ ଦେବ ସେ? ସେ ଆପଣଙ୍କ ଅଣ୍ଡାଟା 250 ରୁ 320ଟି ଅଣ୍ଡା ଦେବ। ଆଉ ଆପଣଙ୍କର ବହୁତ ଭଲ ଇମ୍ୟୁନିଟି ପାୱାର ରହିବ। କ୍ରସ ବ୍ରିଡ ମାନେ କଣ ସାର୍? ଏଇ ଯୋଉ ଖାକି କେମ୍ବଲ ଆଉ ଇଣ୍ଡିଆନ ରନର ଦୁଇ ଜଣଙ୍କର ଗୁଣ ଯାହା ପାଖରେ ଗୋଟେ ଥାଏ ତାକୁ ଆମେ କ୍ରସ ବ୍ରିଡ ବୋଲିକି କହିଥାଉ। ତା ବାଦରେ ମାଂସ ପାଇଁ ଯଦି ଆମେ କରୁଛେ ତାହେଲେ ଚାଷୀ ଭାଇମାନେ ଆମର ହ୍ୱାଇଟ ପେକିଂ ଆଉଛି, ଯୋଉଟା କି ଆପଣଙ୍କର 2.5 କେଜି ହେଇଯାଏ 3 ମାସରେ। ଆପଣ ଇଜିଲି ବିକ୍ରି କରିପାରିବେ। ଏହାର କଲର ଦେଖିବାକୁ ବହୁତ ସୁନ୍ଦର, ପୁରା ଧଳା ଆସିଥାଏ ସାର୍। ଆଉ ରହୁଛି ଆଉ ଗୋଟେ ମସ୍କିଟୋ, ଯୋଉଟା ମୋତି ହଂସ ବୋଲି କହିଥାଉ, ତାକୁ ବି ମଧ୍ୟ। କିନ୍ତୁ ଓଡିଶା ମାର୍କେଟରେ ମୋତି ହଂସଟା ଆପଣଙ୍କର ପଶ୍ଚିମ ଓଡିଶା ଆଉ ଆପଣ ଦକ୍ଷିଣ ଓଡିଶାରେ ତା ଚାହିଦା ଅଛି। ଅନ୍ୟ ଓଡିଶାରେ ଏହା ଟିକେ ବିକ୍ରି କରିବା ଟିକେ ମୁସ୍କିଲ। ତ ଦେଖନ୍ତୁ ଆପଣଙ୍କର ଯଦି କି ମସ୍କିଟୋ ବା ଆପଣଙ୍କର ମୋତି ହଂସ ବିକ୍ରି ଅଛି ତାହେଲେ ଫାର୍ମିଂ କରନ୍ତୁ, ନହେଲେ ଏହାକୁ ଓହ୍ଲେଇବାଟା ଆପଣ ପାଇଁ ଗୋଟେ ଭୁଲ ପ୍ରୋଜେକ୍ଟ ହେବ। ଆପଣ ଓହ୍ଲେଇ ପାରିବେ ହ୍ୱାଇଟ ପେକିଂ। ହ୍ୱାଇଟ ପେକିଂ ଟା ଜଲ୍ଦି ତିଆରି ହୁଏ ବୋଲିକି ତାର ଚିଆଁ ଦାମ ମଧ୍ୟ ଅଧିକା ଥାଏ। କିନ୍ତୁ ଆପଣ ଖାକି କ୍ୟାମ୍ବଲ ଆଉ ଇଣ୍ଡିଆନ ରନରକୁ ମଧ୍ୟ ମାଂସ ଓ ଅଣ୍ଡା ଦୁଇଟି ଉଦ୍ଦେଶ୍ୟରେ କରିପାରିବେ। ତା ସହିତ ଆପଣ ଯୋଉ କ୍ରସ ବ୍ରିଡ ଅଛି ତାକୁ ମଧ୍ୟ ଦୁଇଟା ଇଜିଲି ଆପଣ କରିପାରିବେ। ଚାଷୀ ଭାଇମାନେ ତ ଆମେ ଜାଣିଗଲେ କୋଉ ବତକ କଣ ପାଇଁ କରାଯାଏ। ଏବେ ଆମେ ଜାଣିବା କି ବତକ ମାନଙ୍କୁ କଣ କଣ ଖାଇବାକୁ ଦେବା। ଦେଖନ୍ତୁ ଏଇ ଜାଗାରେ ବତକ ଖାଦ୍ୟରେ କୌଣସି ଅର୍ଥ ଖର୍ଚ୍ଚ ହୁଏ ନାହିଁ। ସେମାନେ ଧାନ, ଗହମ, ମାଛ ବା ମାଛ ଚୁରା ହେଲା, ଚାଉଳ, ଚାଉଳ ଖୁଦ ହେଲା, ଚାଉଳ ଚୁରା ହେଲା, ଏଇ ସବୁ ଖାଆନ୍ତି। ମାନେ ଘରର ଯାହା ଆପଣଙ୍କର ୱେଷ୍ଟେଜ ତାକୁ ଆମେ ତାଙ୍କୁ ଖାଇବାକୁ ଦେଇପାରିବା। ଆଉ ଚାଷୀ ଭାଇ ମାନେ ତାକୁ ଆମେ ତ ବାହାରେ ଛାଡିବା ନା, ତ ପୋଖରୀ ଛାଡିବା। ତ ପୋଖରୀରେ ଯୋଉ ଆପଣଙ୍କ କୀଟ ପତଙ୍ଗ, ମାଟି ଇଏ ସବୁ ଖାଇକି ମାନଙ୍କର ପେଟଟା ଭରି ଯାଇଥାଏ। ଯଦି ହଉଛି ତାଙ୍କୁ ଆମେ କିଛି କୁକୁଡା ଖାଦ୍ୟ ବି ଦଉଛେ ତାହେଲେ ଭଲ ରହିବ। ଯଦି ନାହିଁ କିଛି ଅସୁବିଧା ନାହିଁ। ଦିନକୁ ଆମେ 2 ଥର ଖାଦ୍ୟ ଯଦି ଦଉଛେ ତାହେଲେ ବହୁତ ଭଲ ରହିବ, ଗ୍ରୋଥରେ ଫାଷ୍ଟ ହେବ। ଆଉ ତାର ଯଦି କୌଣସି ଖାଦ୍ୟରେ କୌଣସି ଭିଟାମିନ ଅଭାବ ହୁଏ ଦେନ୍ ତାହା ଏଇଟା ରିକଭର କରିଯିବ। ସେଥିପାଇଁ ଛୋଟ ବତକ ଯେତେବେଳେ ଥିବେ ସେଇ ହିସାବରେ ତାଙ୍କୁ ବାଲାନ୍ସ ଫିଡ୍ ହିସାବରେ ଆପଣଙ୍କର କୁକୁଡା ଦାନା ଆପଣ ଦେଇପାରିବେ। ଆଉ ପ୍ରତି ବତକକୁ ଦିନକୁ 100 ରୁ 120 ଗ୍ରାମ ଖାଦ୍ୟ ଆବଶ୍ୟକ ହୋଇଥାଏ। ତ ତାକୁ ଆମେ ବାହାର ଖାଦ୍ୟ ସହିତ ଆମେ ଘର ଖାଦ୍ୟକୁ ତାକୁ ପୂରେଇକି ଆମେ ତା ପେଟ ଭରି ପାରିବା। ମନେ ରଖନ୍ତୁ ଚାଷୀ ଭାଇ ମାନେ, ବାହାରେ ଛାଡିବା ଆଗରୁ 1 ମନ୍ଥ ଆଗରୁ ଆପଣଙ୍କର ବାହାରେ ଛାଡିବେନି। ମନେ ରଖନ୍ତୁ ଯେତେବେଳେ ବାହାରେ ଛାଡିବେ ଆପଣଙ୍କ ବତକ ମାନେ ଯଦି ପୁରା ହୃଷ୍ଟ ଫୁଷ୍ଟ ହେଇକି ବଡ ହେଇକି ତାଙ୍କ ପର ବାହାରି ଯିବ ତାପରେ ପୋଖରୀ ଛାଡିବେ। କମ ଏଥିରେ ଆପଣ ଛାଡିଦେବେ ପୋଖରୀରେ ଦେନ୍ ସେମାନଙ୍କର ବାତ ହୋଇଯାଇଥାଏ, ମରିଯାଆନ୍ତି। ସେଥିପାଇଁ ସେ ଭୁଲ କେବେ ମଧ୍ୟ କରିବେ ନାହିଁ। ପାଣି ବିନା ବତକ ଖାଦ୍ୟ ଖାଇପାରି ନଥାଏ। ସେଥିପାଇଁ ସଦାବେଳେ ପାଣି ଓ ଦାନାଟା ପାଖରେ ରଖନ୍ତୁ, ନହେଲେ ଓଦା ଖାଦ୍ୟଟା ବତକକୁ ଦିଅନ୍ତୁ। ସେ ସୁସ୍ଥ ଆରାମସେ ସେ ଖାଇବ। କ୍ଲିୟର? ତାପରେ ଜାଣିବା ପାଣି ଓ ପୋଖରୀ କେତେ ଇମ୍ପୋର୍ଟାଣ୍ଟ, ତା ବ୍ୟବସ୍ଥା କରିବା ଭଲ ନା କମ ବା କଣ ରହିବ। ବତକ ଜଳାଶୟରେ ବହୁତ ଆବଶ୍ୟକ, କାହିଁକି ନା ବତକ ମାନଙ୍କର ସ୍ନାନ କରିବା ଓ ତାଙ୍କର ଖାଦ୍ୟ ଖୋଜି ଖାଇବା ଓ ଶରୀରକୁ ଥଣ୍ଡା ରଖିବାରେ ହେଲ୍ପ କରିଥାଏ। କିନ୍ତୁ ମନେ ରଖନ୍ତୁ ଆମ ବତକର ଆଖିରୁ ଗୋଟିଏ ସାର୍ ଆପଣଙ୍କର ଲୁହ ଟାଇପର ଗୋଟେ ବାହାରିଥାଏ। ତାକୁ କଣ କହନ୍ତି, ସବୁବେଳେ ତାଙ୍କ ମୁଣ୍ଡକୁ ଧୋଇବାକୁ ପଡିଥାଏ। ଯଦି ଆମେ ପାଣି ଦେବାନି ବତକ ତା ପାଟି ବା ମୁହଁକୁ ଧୋଇ ପାରିବନି
ଦେନ୍ ଏଇ ଜାଗାରେ ବତକ ଆଖିଟା ଖରାପ ହେଇଯିବ। ଧୀରେ ଧୀରେ ପାଣି ବାହାରି ବାହାରି ଆମେ ଅଧିକା କାନ୍ଦିଲେ କଣ ହୁଏ, ଆଖି ତଲଟା ବହୁତ ଆପଣଙ୍କର ଗରମରେ ଜଲା ପୋଡା କରିଥାଏ ନା, ସେମିତି ତାଙ୍କ ଜଲା ପୋଡା କରିକି ଆଖିଟା ଫୁଲିକି ଆଖିଟା ଖରାପ ହେଇଯାଇଥାଏ। ଲାଷ୍ଟରେ ବତକ ନିଜେ ଖାଆନ୍ତିନି, ଆଉ ନ ଖାଇକି ଭୋକ ଶୋଷରେ ମରିଯାଆନ୍ତି। ସେଥିପାଇଁ ପାଣିଟା ନିହାତି ଦରକାର। ଟିକେ ଆଗରୁ କହିଥିଲି ନା ଆପଣ ମାନଙ୍କୁ କି ବିନା ପାଣିରେ କେମିତି କରିବା, ନା ବିନା ପାଣିରେ ହେଇପାରିବନି ସାର୍, ଆମେ ବିନା ପୋଖରୀରେ କରିପାରିବା। ଆମର ଯୋଉ କଣ କରିବା, ପାଣି କୁଣ୍ଡ ତିଆରି କରିବା, ପ୍ରତ୍ୟେକ ଦିନ ଆମେ ପାଣିକୁ ଚେଞ୍ଜ କରିକି ଆମେ ରଖିପାରିବା। ଯୋଉଠି କି ପାଣି କୁଣ୍ଡରେ ତାଙ୍କୁ ସେ ଜାଗା ତାଙ୍କ ମୁଣ୍ଡକୁ ଭିଜେଇବେ, ଆଉ ଆମେ ତାକୁ ଦାନା ଦେଇକି ରଖିପାରିବା। କିନ୍ତୁ ଆମେ ଟୋଟାଲ ଯୋଉ ପାଣି କୁଣ୍ଡ କଲେ ସେ ଯୋଉ ଭିତରେ ଶାମୁକା ମାଛ ଘୋଲି ତ ମିଳିବନି। ତ ଆପଣଙ୍କର ପାଣି ବା ପୋଖରୀ ଥିଲେ ବହୁତ ଭଲ ବୋଲି ସମସ୍ତେ କହନ୍ତି। ଆଉ ଘର ପାଖରେ ଛୋଟିଆ ଟ୍ୟାଙ୍କ ବା ପୋଖରୀ ଆମେ କରିଛୁ, ସେଇଟା ଇଜି ହେଇଯିବ। আর এই ଜାଗାରେ ଯଦି ମାଛ ସହିତ ପୋଖରୀ କରୁଛନ୍ତି ଇଣ୍ଟିଗ୍ରେଟେଡ ଫାର୍ମିଂ, ତାହେଲେ ତ ଆଉ ବହୁତ ଭଲ। ଆପଣଙ୍କର ମାଛ ବି ବଢିବ, କାହିଁକି ପୋଖରୀରେ ଯୋଉ ଆପଣଙ୍କର ଇଏ ମାନେ ଚଲାପ୍ରଚଳ କରିବେ ବତକ ମାନେ, ତ ଅକ୍ସିଜେନ ସୃଷ୍ଟି ହୁଏ। ଆଉ ତାଙ୍କ ଯୋଉ ଝାଡା ଯେତେବେଳେ କରନ୍ତି ସେଥିରେ ପ୍ଲାଙ୍କଟନ ସୃଷ୍ଟି ହୁଏ, ଆଉ ଯୋଉଟା କି ମାଛ ମାନଙ୍କୁ ବଢିବାରେ ବହୁତ ସହଯୋଗ କରିଥାଏ। ତାକୁ ଆମେ ସମନ୍ୱିତ ଚାଷୀ ବା ଇଣ୍ଟିଗ୍ରେଟେଡ ଫାର୍ମିଂ ବୋଲି କହିଥାଉ। ମାଛ, ପୋଖରୀ ଆଉ ନଡିଆ ଗଛକୁ ମିଶେଇକି ଆମେ ପାଳନ କରିପାରିବା। ତା ସହିତ ପନିପରିବା ବି କରିପାରିବା। ଏହା ତ ବହୁତ ଭଲ ପ୍ରୋଜେକ୍ଟ ହେଇଗଲା। ତାପରେ ତମେ ଆଲୋଚନା କରିବା ଆଗକୁ, ଏବେ ଖାଲି ଜାଣିବା ଆପଣଙ୍କର ବତକ ଉପରେ। ତ ଚାଷୀ ଭାଇ ମାନେ ନିତିଦିନ ଯଦି ଆପଣ ଟାଙ୍କି କରୁଛନ୍ତି, ପାଣିକୁ ସଫା ରଖିବେ। ଆଉ ଯଦି ଆପଣଙ୍କର ଯଦି ଇଏ କରୁଛନ୍ତି ପୋଖରୀ ଅଛି, ଦେନ୍ କୌଣସି ଆବଶ୍ୟକତା ନାହିଁ। ବତକ ପାଣି ମାଧ୍ୟମରେ ପୋକ କୀଟ ଖାଇକି ନିଜ ଖାଦ୍ୟ ସଂଗ୍ରହ କରିଥାଏ। ସେଥିପାଇଁ ଦାନା ଖର୍ଚ୍ଚ ବି ଆପଣଙ୍କର କମ ହେଇଯିବ। ଆଉ ଚାଷୀ ଭାଇ ମାନେ ସ୍ୱାସ୍ଥ୍ୟ ଓ ଟୀକାକରଣ, ବତକକୁ କଣ କଣ ରୋଗ ହେଇଥାଏ, କାହିଁକି ଜାଣିଛେ ନା ଆମେ କି ଯଦି କାହା ପାଖରେ ଯଦି କିଛି ଜୀବନ ଅଛି, ଆଉ ସେ ଜୀବନ ଅଛି ମାନେ ତ ରୋଗ ତ ନିହାତି ଥିବ। ତ ଏଇ ଜାଗାରେ ଆପଣଙ୍କର ବତକର ବାକି କୁକୁଡା ତୁଳନାରେ ବତକରେ ବହୁତ କମ ରୋଗ, କିନ୍ତୁ ରୋଗ ତ ଅଛି ନା। ତ ସେ ରୋଗ ପାଇଁ ଆମେ କେମିତି କରିପାରିବା, ତାର ସ୍ୱାସ୍ଥ୍ୟ ସେବା କେମିତି କରିବା, ଆଉ ଟୀକାକରଣ କେମିତି ରୋଗ ନ ହବ ବୋଲିକି ଆମେ ଟୀକାକରଣ ମଧ୍ୟ କରିପାରିବା। ତ ଏହି ଜାଗାରେ ବତକ ମାନଙ୍କର ସବୁବେଳେ ସୁସ୍ଥ ରଖିବା ଆବଶ୍ୟକ। ବର୍ତ୍ତମାନକୁ ଏଇ ଜାଗାରେ ଆପଣଙ୍କର ଘର ବା ପୋଖରୀକୁ ସଫାସୁତୁରା ସବୁବେଳେ ରଖିବେ। ସବୁବେଳେ ମନେ ରଖନ୍ତୁ, ଆପଣଙ୍କର ବତକ ଫାର୍ମ ଟା ସବୁବେଳେ ସଫା ଥିବ, ଓଦା ରଖିବେ ନାହିଁ। ଆପଣ ସେଥିରେ କିଛି କିଛି ବ୍ଲିଚିଂ ପାଉଡର ହେଲା, କିଛି କିଛି ଆପଣ ଚୂନ ପାଉଡର ହେଲା, ଏହାକୁ ଆପଣ ଇଏ କରିବେ। ଆଉ ସପ୍ତାହକୁ ଥରେ ନହେଲେ 2 ଥର ଓଲେଇବେ ବା ଝାଡୁ କରିବେ ଫାର୍ମକୁ, ନହେଲେ ଫାର୍ମରେ ଦୁର୍ଗନ୍ଧ ହେଇଥାଏ। ଓଦା ଥାନ୍ତି ସେମାନେ, ଆଉ ଫାର୍ମ ଭିତରକୁ ଆସିଯିବେ, ତେନି ଜାଗାରେ ଆପଣଙ୍କର ଏମୋନିଆ ଟା ଅଧିକା ସୃଷ୍ଟି ହେଇଥାଏ। ରାଇଟ। ତାପରେ ଆପଣଙ୍କର ମୃତ ବତକ ଯଦି ରହୁଛି, କିଛି ମରିଯାଉଛି, ତାହେଲେ ଫାର୍ମରେ ରଖିବେନି। ପୋଡା ଚୋଡା ହେଇକି ଆଉ ରୋଗ ସୃଷ୍ଟି ହେଇଥାଏ। ଯଦି କୌଣସି ବତକ ମରିଯାଏ, ତାକୁ ତୁରନ୍ତ ଆପଣ ଗାତ ଖୋଲିକି ପୋତି ଦେବେ, ବାହାରେ ଫୋପାଡିବେନି। କାହିଁକି, ବାହାରେ ତ ବତକ ବୁଲିବେ, ଆଉ ଯୋଉ ପାଣି ଥିବ ସେଠି ଫୋପାଡି ଦେବେ, ସେଠୁ ଆପଣଙ୍କ ଜୀବାଣୁ ଭୂତାଣୁ ବହୁତ ସୃଷ୍ଟି ହେଇଥାଏ। ସେଥିପାଇଁ ଗାତ ଖୋଲିକି ପୋତି ଦେବା ହିଁ ସବୁଠୁ ଭଲ। ତାପରେ ଟୀକା କଣ କଣ ଦିଆଯାଏ, ଆପଣ ଯଦି କି ଚାହିଁବେ ଆମ ପାଖରୁ ବତକ ଛୁଆ ନେବା ପାଇଁ, ଆମ ପାଖରେ ଆପଣଙ୍କୁ ଟୀକାକରଣ କମ୍ପ୍ଲିଟ କରିକି ଦିଆଯାଇଥାଏ 7 ରୁ 10 ଦିନର ଛୁଆ। ତାପରେ ଯଦି ଆପଣ ଦେବାକୁ ଚାହୁଁଛନ୍ତି, ଆପଣ କୋଲେରା ଭ୍ୟାକ୍ସିନ ଟା ଦେଇପାରିବେ। ଯଦି ନାହିଁ, ଆପଣ ତାହେଲେ କିଛି ଅସୁବିଧା ହେବ ନାହିଁ। ଯଦି ଆପଣ ପୁରୁଣା ଚାଷୀ, ଅଲରେଡି 2ଟା 10ଟା ବ୍ୟାଚ୍ ଆପଣଙ୍କ ସରିଗଲାଣି, ତାହେଲେ ସେ ଭ୍ୟାକ୍ସିନ ଟା ଦେବାକୁ ନିହାତି ଦରକାର। ତ ଆପଣ କଣ ରହୁଛି, ଆପଣଙ୍କ ଡକ୍ କୋଲେରା ଭ୍ୟାକ୍ସିନ ଟା ନିହାତି ଦେବାକୁ ପଡିବ। ଯଦି ଅଧିକା ପୁରୁଣା ବ୍ୟାଚ୍ ରହୁଛି, ନୂଆ ଫାର୍ଷ୍ଟ ଟାଇମ ବା ସେକେଣ୍ଡ ଟାଇମ, ତାହେଲେ ନଦେଲେ ବି କିଛି ଅସୁବିଧା ନାହିଁ। ତା ବାଦରେ ଆପଣଙ୍କର ରହୁଛି ଡକ୍ ପ୍ଲେଗ ଭ୍ୟାକ୍ସିନ, ଏହାକୁ ଆପଣ ଦେବାକୁ ପଡିବ। ତା ବାଦରେ ଆପଣଙ୍କର ଏହାକୁ ରହୁଛି ପ୍ରତି 2 ରୁ 3 ମାସରେ ଭେଟନାରୀ ଅଧିକାରୀଙ୍କ ସହାୟକ କରିକି ଆପଣ ଭ୍ୟାକ୍ସିନ ଦିଅନ୍ତୁ। ସରକାରଙ୍କ ତରଫରୁ ଭ୍ୟାକ୍ସିନ ମଧ୍ୟ ସୁଲଭ ମୂଲ୍ୟରେ ଆଉ ଫ୍ରିରେ ମଧ୍ୟ ଆପଣଙ୍କୁ ଯାହା ମିଳୁଛି। ଆପଣ ଭେଟନାରୀ ଅଫିସର ବା ବିବିଓ ବ୍ଲକ ଭେଟନାରୀ ଅଫିସର ବା ଜେବିବିଓ ଜୁନିୟର ବ୍ଲକ ଭେଟନାରୀ ଅଫିସର ସହିତ ଯୋଗାଯୋଗ କରିବେ, ତ ସମ୍ପୂର୍ଣ୍ଣ ଫ୍ରିରେ ମଧ୍ୟ ଆପଣଙ୍କୁ ଭ୍ୟାକ୍ସିନ ମଧ୍ୟ ପାଇଯିବେ। ଆପଣ ତାଙ୍କୁ କଣ୍ଟାକ୍ଟ କରିପାରିବେ, ନହେଲେ ମାର୍କେଟରେ କିଣିପାରିବେ, ମାର୍କେଟରେ ଆଭେଲେବଲ ମିଳିଯାଉଛି। ତାପରେ ହେଲା ଅଧିକା ଅଣ୍ଡା ଉତ୍ପାଦନ ପାଇଁ କଣ କରିବାକୁ ପଡିବ। ଯେମିତିକି ଅଣ୍ଡା ଉତ୍ପାଦନ ବତକର ମୁଖ୍ୟ ଆୟ ଉତ୍ସ। ଅଧିକା ଅଣ୍ଡାରୁ ଆମେ ଅଧିକା ଲାଭ ପାଇଥାଉ। ତା ପାଇଁ କ୍ୟାଲସିୟମ ଦରକାର ପଡିବ ନା। ବତକ ମାନେ ଅଣ୍ଡା ଦେଲେ ତ କ୍ୟାଲସିୟମ ଟା ନିହାତି ଦରକାର, କାହିଁକି ଅଣ୍ଡାର ଖୋଲପାରେ କ୍ୟାଲସିୟମ ଅଧିକା ଥାଏ। ତ କ୍ୟାଲସିୟମ ପାଇଁ ଆମକୁ ଦେଖିବାକୁ ପଡିବ। ଏଇ ଯୋଉ ଖାକି କ୍ୟାମ୍ବଲ ବତକ ପ୍ରାୟ ଆପଣ ଯୋଉ ରହୁଛି, ପ୍ରତିବର୍ଷ 200 ରୁ 320ଟି ଅଣ୍ଡା ଦେଇଥାଏ ଆମେ କହିଥିଲୁ। ଏହା ଆମର ଖାଦ୍ୟ ଉପରେ ଡିପେଣ୍ଡ କରିଥାଏ। ତା ସହିତ ଚାଷୀ ମାନେ ଅଣ୍ଡାକୁ ସକାଳେ ଛାଇ ତଳେ ରଖିବାକୁ ପଡିବ।
आम जो रोचे बतक मान गोटे बहुत भल पॉइंट सकालू सकालू 9टा भितर सब अंडा दे दियंती भोर रु 4टा रु आपण सकाल 9टा दियंती तो अंडा देला परे आपण बाहर छाडुचंती ताले किछि असुविधा हेबनी सन आराम से पलेइबे ता बाद आपण रहला बजार दल अनुसार अंडाटा आपण 6 रु 10 टंका भितर आपण बिक्री करिवे बहुत कम रे बिक्री हुएनी बहुत भल प्राइस बिक्री हुए जदि अंडा बिक्री करियार अछि आपण को असुविधा अछि ताहले भी डरंतुनी आपण जोगाजोग करंतु आमकू आमे आपण को अंडा बिक्री करदेबु पूरा पूरी जिते भी आपण देवा अछि बिक्री करदेबु बतक भी जदि बिक्री करिवार अछि ना आपण को ताहले भी डरंतुनी आपण आमकू जोगाजोग करंतु आमे आपण सहयोग करिवु बिक्री केमिति करिवे बतक बहुत डिमांड अछि सर आपण विश्वास करिवेनी आमको प्रत्येक सप्ताह रे रेडी बतक बा जो बिक्री करिया उपयोगी बतक 3000 दरकार पडुची आपण देई पारिबे फुलफिल करि पारिबे आमे कोन पे आपण तो किनिवानी आमको दरकार पडुची ना आपण चाहे बिक्री करिया असुविधा होची डरंतुनी आपण जोगाजोग करंतु ता बादे चासी भाई माने ए जगह जो मांस उत्पादन मांस केमिति बिक्री करबा व्हाइट पैकिंग जो बतक रहउची ए आपण 2.5 3 मास रे हे जाय थाई जोटा कि आपणकर आराम से मार्केट रे ठीक रेट बिक्री करि पारिबे किंतु मांस खाइबा लोकटा सब डिस्ट्रिक्ट रे नाहंती तो आपण देखंतु आपण डिस्ट्रिक्ट रे अछंती कि नै मांस खाइबा लोक यदि अछंती ताहले आपण डेरी करंतुनी एही बतक प्लानिंगटा आरंभ कर दियंतु सरकार घर दउछंती बोली कि नै आपणकर व्यवसाय पई आपण करंतु बतक मांस पोषक स्वादिष्ट हेबा थारु बजार चाहिदा मते बहुत भल किंतु सब डिस्ट्रिक्ट नाही चासी भाई माने मने रखंतु आपणको जिल्ला रे चाहिदा अछि ताहले करंतु जदि नाही ताहले आपण पई हा लॉस प्रोजेक्ट हे जीवो सेते म आगुरु कहूची क्लियर तापरे एही जगह रे कोन हुए होटल रेस्टोरेंट और ग्रामीण बाजार रे ए आपण बिक्री हे जाय थाय जे देखिबा आपणको भुवनेश्वर यार चाहिदा बहुत अछि संबलपुर रे बहुत अछि आ एही जगह रे हमर सबुठु अधिका बिक्री होची आपण सुंदरगढ़ रे बिक्री होची कलांडी रे बिक्री होची आपणकर कोन कोनते सॉरी काटी दे मटा के केन्दुझर बिक्री होची एही जगह रे अधिका परिमाण रे आपण मांस और अंडा पई बहुत बिक्री होची तो चासी भाई माने एही जगह रे हम केते कोन पाई परिबा लाभ कोन अछि सब जगह तो लाभ देखिबा निहाती दरकार ना लाभ नथिबो बोले कोन हम एठी बिजनेस करी कोन ये अछि खाली घर तयारी करी बतक रखल तो हेबनी केते कोन मिलिबो देखिबा तो आर एही जगह रे आपनकर 4 रु 6000 टा अंडा मासको आपण मांस और अंडाटे पाई परिबे जोटा कि आपण अंडा एवं मांस दुईटा जाक स्थायी बजार रहिछि ऑनलाइन मध्ये बिक्री करि परिबे और होटल माध्यम रे लाभ को बढ़ाई परिबे तो चासी भाई माने एठी हम देखिले शिखिले बतक चाष हेउछि ग्रामीण और सहर उभय स्थान लाभदायक उद्यम कम निवेश रे आरंभ कले अधिका लाभ अछि सठिक प्रजाति चयन करिबा सफा सुतुरा परिचालन करिबा ओ एक समय रे यदि हम टीकाकरण करि पाउछे ताहेले एही जगह रे दीर्घस्थायी हिसाब रे व्यवसायटा गड़ी उठै पारिबा तो चासी भाई माने आपण हम वीडियो देखिया धन्यवाद किंतु आपणकर क्वेश्चन रहउछि ना सर आपण मुछ कहि देले गवर्नमेंट उपर स्कीम भितरे जणु नांती तो मु आपण कहि रखुछि ए गवर्नमेंट स्कीम उपरे आपणक सरकार दउचंती आपणकर एसटी एससी ओबीसी ट्रांसजेंडर आ जनरल वुमेन पई एही जगह आपणकर 2.6 लाख आपणक सब्सिडी आकार मिलछि जोटा कि सरकार को फेरस्त करबा दरकार नाही जनरल मेल जनक पई आपण ए 2.2 लाख आपणकर रहउछि सरकार तरफ रु ए आपणक संपूर्ण भाव रे हम स्टेट प्लान हटे एही जगह आपण जदि अप्लाई करिया चाहउचंती गो सुगम रे आपण जाई कि अप्लाई करि पारिबे तापर अप्लाई कला परे आपणकर ए जगह रे मिलि छिबो गो सुगम जदि आपण जानि पानांते निजे देन ब्लॉक रो वेटनरी ऑफिसर बीवीओ बा ब्लॉक वेटनरी ऑफिसर जोगाजोग करंतु नले जो कोनस भी आपण निजर लोकल सीएससी सेंटर बा जनसेवा केंद्र अछि सेठी जके अप्लाई करंतु एठी जो रहउछि आपण ब्लॉक लेवल आपणकर अप्लाई कला परे आपणकर एही जगह रे आपणकर कोन हेबो डॉक्यूमेंट कोन दरकार पड़िबो मु कहि दकुछि आधार कार्ड बैंक पासबुक उत आईएफसी कोड डीबीटी सहित डायरेक्ट बैंक ट्रांसफर लिंक थिबार अछि लैंड डॉक्यूमेंट जदि नाही निज नार जमी पट्टाटा आपण लीज एग्रीमेंट देई परिबे 40 रु 50% प्रोजेक्ट कॉस्ट सेल्फ फाइनेंस निजे दि करछन्ती भलो कथा नल बैंक लोन करिवे बैंक लोन करछन्ती लोन रो आपण घर एटा बैंक लोन ताहेले आपण कंस्ट्रक्शन लेटरटा दरकार पड़िबो बैंक पाखरु तापदे आपण घर आपण जदि कि ट्रांसजेंडर अछन्ती कि आपण घर हैंडीकैप अछन्ती ता सर्टिफिकेट दरकार पड़िबो आपण को ए जगह या जो रहउछि प्रथमे को सुगम रे अप्लाई करिवे अप्लाई कला परे आपण को ए जगह रे रेकमेंड हेबो आपण
ब्लॉक रो जो इंस्पेक्टर टीम अछंती बीवीओ अछंती बीवीओ को अपन डॉक्यूमेंट चेक करिवे ता बाद रे अपन एटा कोन हबो डीएलसी बा ये गो हेड लेटर पई अपन को सीडीओ पाको जीवो सीडीओ ताको एक्सेप्ट करिवे ता बाद रे अपन कोन हबो अपन को ए जगह रे गो हेड लेटर ता दिया जीवो गो हेड लेटर देला परे फर्स्ट इंस्टॉलमेंट अपन को दिया जीवो फर्स्ट इंस्टॉलमेंट आ तापरे अपन को सेकंड अपन कंप्लीट कला परे टोटल सेकंड इंस्टॉलमेंट अपन को दिया जीवो यह जो रोची आपनकर पूरा पूरी इजी आपण पाई पारबे जदी यहा पई स्पेशल वीडियो तो हम अपन दरकार ताहले आपण मते कमेंट करंतु यहा पई स्पेशल वीडियो नै कि आसीबी जोटा कि आपण को बहुत लाभ देबो ओके चासी भाई माने धन्यवाद आपण मन को आशा करूची एई वीडियो रे किछि भी उपयोगी रे आपण लागि छिबो किछि शिक्षा मिलथिबो जदी किछि शिक्षा मिलछि लाइक करंतु शेयर करंतु आ किछि डाउट थिले कमेंट माध्यम जणांतु आमे अछु आपण सहयोग करिया पई जदि आपन आउ किछि इन्फॉर्मेशन दरकार ए वीडियो बाद अलगा ताले 6370679112 रे जोगाजोग करंतु आ नुवा नुवा वीडियो पई मु कृषक YouTube चैनल को सब्सक्राइब करंतु आपन पाक विदा नउछि आ ओटे नुवा सुंदर देखा करबा नमस्कार।